ଓଡ଼ିଆ ରୀତିକାବ୍ୟ ରସାନୁମୋଦି ସୁଧୀ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ଆଜି ସେଇ ରାଘବ ବିଳାସ ନୟାଗଡ଼ ଜିଲ୍ଲା ଇଟାମାଟିର ଶ୍ରେଷ୍ଠ କବି ଉତ୍କଳ ଘଣ୍ଟ ଯଦୁମଣିଙ୍କର ଶ୍ରେଷ୍ଠ କୃତି ଯେଉଁ ରାଘବ ବିଳାସ କାବ୍ୟ ସମ୍ପର୍କରେ ମୁଁ ଆଲୋଚନା କରୁଥିଲି। ଆଜି ପୁଣି ମୋତେ ସୁଯୋଗ ମିଳିଛି ଆଉ ସେଇ ରାଘବ ବିଳାସ କାବ୍ୟର ନବମ ଛାନ୍ଦ ରାଘବ ବିଳାସ କାବ୍ୟର ନବମ ଛାନ୍ଦ ଅର୍ଥାତ୍ ସୀତାଙ୍କ ବେଶ ଓ ଧନୁଭଙ୍ଗ। ଏଇଥିରୁ ଆପଣମାନେ ଜାଣିବେ ବିଷୟବସ୍ତୁ। ନବମ ଛାନ୍ଦର ବିଷୟବସ୍ତୁ ହେଉଛି ସୀତାଙ୍କ ବେଶ ବର୍ଣ୍ଣନା ଓ ଧନୁଭଙ୍ଗ। ସଭାରେ ଯେଉଁ ଆୟୋଜନ ହୋଇଥିଲା ଶିବ ଧନୁ ଭାଙ୍ଗିଥିଲେ ରାମଚନ୍ଦ୍ର, ସେଇ ତଦ୍ବିଷୟରେ କବି ରାଗ କୁମ୍ଭକାମୋଦି ରାଗରେ ଏଇ ନଅ ଛାନ୍ଦଟିକି ଲେଖିଛନ୍ତି। ତାହାର ବିଷୟବସ୍ତୁ ହେଉଛି ସୀତାଙ୍କ ବେଶ ଏବଂ ଧନୁଭଗ୍ନ। କ'ଣ ହେଇଛି ଘଟଣା ନା ଆମେ ଜାଣିଛେ ଅଷ୍ଟମ ଛାନ୍ଦରେ କବି ବର୍ଣ୍ଣନା କରିଛନ୍ତି ଅତି ସୁନ୍ଦର ଭାବରେ। ଆଉ ଜନକ ରାଜା ସୀତାଙ୍କର ବିବାହ ପାଇଁ ଗୋଟିଏ ସ୍ୱୟଂବର ସଭା ଆୟୋଜନ କରିଛନ୍ତି। ଆଉ ଜନକପୁରୀ ବା ବିଦେହ ନଗରରେ ଚାରିଆଡ଼େ ଆନନ୍ଦ ଉଲ୍ଲାସ ଖେଳି ଯାଉଛି। ମା ସୀତାଙ୍କର ବିବାହ ହେବ ନା ସ୍ୱୟଂବର ସଭାକୁ ବିଭିନ୍ନ ରାଜ୍ୟରୁ ବିଭିନ୍ନ ଦେଶରୁ ବିଭିନ୍ନ ରାଜାମାନେ କବି ବର୍ଣ୍ଣନା ଅତି ସୁନ୍ଦର ଭାବରେ କରିଛନ୍ତି। କେଉଁ ଦେଶର ରାଜାମାନେ କିଭଳି ଆସିଛନ୍ତି, ଥାର୍ଡ଼ ପାର୍ଟ ସୈନ୍ୟ ସାମନ୍ତ ସବୁ ଧରିକିରି କେମିତି ଆସିଛନ୍ତି, କେମିତି ସେମାନେ ସବୁ ବିଭିନ୍ନ ସ୍ଥାନରେ ସବୁ ରହିଛନ୍ତି, ତାଙ୍କୁ ରାଜା ଯଥୋଚିତ ସମ୍ମାନ ପ୍ରଦାନ କରିଛନ୍ତି, ଆତିଥ୍ୟ ସ୍ୱୀକାର କରିଛନ୍ତି ସମସ୍ତେ। ଏହିପରି ଭାବରେ ଆଜି ସଭାର ଆୟୋଜନ ହୋଇଛି। ଧନୁକୁ ସେଠି ଥୁଆଯାଇଛି। ଆଉ ସୀତା ଏହି ସମୟରେ ଅନ୍ୟାନ୍ୟ ରାଜାମାନେ ସମସ୍ତେ ଏକତ୍ରିତ ହୋଇକରି ସଭାରେ ଆଉ ଆସନ ଗ୍ରହଣ କରିଛନ୍ତି। ଏହି ସମୟରେ ବିଶ୍ୱାମିତ୍ରଙ୍କ ସହିତ ରାମ ଲକ୍ଷ୍ମଣ ପ୍ରବେଶ କରିଛନ୍ତି। ଆପଣମାନେ ଜାଣିଛନ୍ତି ଗଙ୍ଗା ପାର ହୋଇକରି ଅହଲ୍ୟା ମୁଖ୍ୟ ବା ଅହଲ୍ୟା ଉଦ୍ଧାରଣ ଗଙ୍ଗା ପାର କୈବର୍ତ୍ତକ ପାଦ ଧୋଇବାର ଯେଉଁ ସମ୍ମତି ପ୍ରଦାନ କରି ସେ କଥା ସରିଯାଇଛି। ମୁଁ ଆଉ ବିଶେଷ କହୁନି। ତାପରେ ଆସିକରି ବିଦେହ ନଗରରେ ଆସି ପହଞ୍ଚି ଯାଇଛନ୍ତି ଏବଂ ଜନକ ରାଜାଙ୍କ ରାଜ୍ୟରେ ଯେତେବେଳେ ପହଞ୍ଚି ଯାଇଛନ୍ତି ସ୍ୱୟଂବର ସଭାରେ ଯୋଗ ଦେବା ପାଇଁ ବିଶ୍ୱାମିତ୍ର ନିମନ୍ତ୍ରଣ ପାଇଥିଲେ। ତା ସାଙ୍ଗରେ ରାମ ଲକ୍ଷ୍ମଣଙ୍କୁ ଆଣିଛନ୍ତି, କାରଣ ସେ ଯଜ୍ଞ ରକ୍ଷା କରିବା ପାଇଁ ଆଣିଥିଲେ ନା। ତେଣୁ ସେଇ ସମୟରେ ଆଉ ଦଶରଥଙ୍କ ଅଯୋଧ୍ୟାକୁ ସେମାନେ ଆଉ ପ୍ରତ୍ୟାବର୍ତ୍ତନ କରିନାହାନ୍ତି। ଋଷିଙ୍କ ସାଙ୍ଗରେ ଯେତେବେଳେ ଶୁଣିଲେ ନିମନ୍ତ୍ରଣ ପାଇଛନ୍ତି ବା ଆମନ୍ତ୍ରିତ ହୋଇଛନ୍ତି ଋଷି, ତାଙ୍କୁ ସାଙ୍ଗରେ ଧରିକରି ଯାଇଛନ୍ତି। ଏ ଋଷିଙ୍କୁ ବିଶ୍ୱାମିତ୍ରଙ୍କୁ ଏବଂ ଦୁଇ ପାର୍ଶ୍ୱରେ କବି ବର୍ଣ୍ଣନା କରିଛନ୍ତି। ଗୋଟିଏ ଚନ୍ଦ୍ର ଗୋଟିଏ ଇନ୍ଦ୍ର, ଏଇଭଳି ଶୋଭା ଯୁକ୍ତ ନା ଇଏ କେଉଁ ରାଜପୁରୁଷ ବା ଇଏ ଆଉ ସେ ଋଷି ପୁତ୍ର ବୋଲି ସେ ଚିନ୍ତା ଇଏ କେଉଁ ରାଜାର ରାଜକୁମାର ଏମାନେ, କେଉଁ ଦେଶର ରାଜାଙ୍କର ଇଏ ପୁତ୍ର, ଏତେ ସୁନ୍ଦର ସତେ ଆଉ କାମଦେବ ଏଠିକି ଆସି ପହଞ୍ଚି ଯାଇଛନ୍ତି କି? ଏଇଭଳି ସମସ୍ତେ ଦେଖିକିରି ନିମନ୍ତ୍ରିତ ରାଜାମାନେ ମଧ୍ୟ ଚିନ୍ତା କରୁଛନ୍ତି। ରାମଚନ୍ଦ୍ରଙ୍କୁ ଦେଖୁଛନ୍ତି ଯେତେବେଳେ ଆପଣ ଏଥିରୁ ଭାବନ୍ତୁ। ଆଉ ତାଙ୍କର ରୂପ ଶୋଭା, ତାଙ୍କର ଅଙ୍ଗ ଶୋଭା ବା ଶରୀର ଲାବଣ୍ୟ, ଦିବ୍ୟ ଜ୍ୟୋତି ବାହାରୁଛି ସତେ। ଏସବୁ ଋଷି ବିଶ୍ୱାମିତ୍ରଙ୍କ ସହିତ ଯେତେବେଳେ ଆସିକରି ସଭାରେ ଉପସ୍ଥିତ ହୋଇଯାଇଛନ୍ତି ସ୍ୱୟଂବର ସଭାରେ, ଆଉ ତାଙ୍କୁ ଜନକ ରାଜା ଯଥୋଚିତ ସମ୍ମାନ ପ୍ରଦାନ କରିଛନ୍ତି ଏବଂ ତାଙ୍କୁ ଆସନରେ ବସିବା ପାଇଁ କହିଛନ୍ତି। ଏହାପରେ ଜନକ ରାଜା ଅତ୍ୟନ୍ତ ଆନନ୍ଦରେ ଗଦଗଦ ହୋଇକରି ଅନ୍ତଃପୁରକୁ ବାର୍ତ୍ତା ପଠାଇଲେ ଦୂତ ହାତରେ, ସୀତାଙ୍କୁ ଆଉ ବେଶକାରିଣୀମାନଙ୍କୁ କହିବୁ ସୀତାଙ୍କୁ ବେଶ କରିକିରି ସ୍ୱୟଂବର ସଭାକୁ ଆଣିବେ। ଏଇ ହେଲା ନବମ ଛାନ୍ଦର ବିଷୟ। କବି ଯଦୁମଣି ତାକୁ ରାଘବ ବିଳାସ କାବ୍ୟର ନବମ ଛାନ୍ଦରେ କୁମ୍ଭକାମୋଦି ରାଗରେ କିଭଳି ଲେଖିଛନ୍ତି ଆସନ୍ତୁ ଶୁଣିବା। ଆଉ ମୁଁ ଅନ୍ୟ କାବ୍ୟ ସମ୍ପର୍କରେ ଆଉ ବିଶେଷ ଆଲୋକପାତ ନ କରି ଆସନ୍ତୁ ଯଦୁମଣି କ'ଣ ବର୍ଣ୍ଣନା କରିଛନ୍ତି। ଜନକ ତପିସ ହୋଇ ମହାତୋଷ ବାର୍ତ୍ତା ବହେ ଭାଷି, ଅନ୍ତଃପୁରେ ଦିଅ ସୁସଂହାରିଚୟ ସର୍ବ ମୃଦୁ ହାସି, ଦୁହିତା ସୁବେଶ କରନ୍ତୁ ପ୍ରକାଶ ଭାସୁ ତାତ ଖରେ, ଆଜ୍ଞା ଦତ୍ତ କରୁ ଅନ୍ତଃପୁରେ ଭୀରୁ ଶୁଣି ତୋ ସଭରେ। ଜନକ ତପିସ ହୋଇ ମହାତୋଷ
ବାର୍ତ୍ତା ବହେ ଭାସି ଅନ୍ତଃପୁରେ ଦିଅ ସୁସଂହାରୀ ଚୟ ସର୍ବମୃଦୁହାସୀ। ଚମତ୍କାର ବର୍ଣ୍ଣନା ଆଜ୍ଞା। ଅପେକ୍ଷାକୃତ ମୁଁ କହିଲି ଥୋକେ ସ୍ଥଳ ହେବ ଦ୍ରାକ୍ଷା ଗୁଡ଼କୃତ ପାକ, ଆମେ ନାରିକେଳ ପାକ ଶୁଣିଥିଲେ କ୍ଳିଷ୍ଟ ଶବ୍ଦ, ଏଠି ଟିକିଏ ଅପେକ୍ଷାକୃତ ଆଜ୍ଞା ଶବ୍ଦ ବିନ୍ୟାସ ବା ଶବ୍ଦ ପ୍ରୟୋଗରେ ଟିକିଏ କବି ମୃଦୁ ଶବ୍ଦ ବା ମାଧୁର୍ଯ୍ୟ ବ୍ୟଞ୍ଜକ ଶବ୍ଦ ବର୍ଣ୍ଣନା କରିଛନ୍ତି। ରାଗଟି ମଧ୍ୟ ତାକୁ ଚାହିଁକି କୁମ୍ଭକାରମୁଦି ରାଗ, ଏବଂ କାହିଁକିନା ସୀତାଙ୍କର ସ୍ୱୟଂବର ସଭା ନା, ସୀତାଙ୍କୁ ବେଶ କରିକିରି ଆଣିବେ ଏବଂ ଧନୁଭଗ୍ନ ହେବ। ତେଣୁ ଚନ୍ଦ୍ରଶାଳାପୁରରେ ସୀତା ବେଶ ବିନ୍ୟାସ ହେଇକିରି ତ ବସିବେ ନା, ଦେଖିବେ। ଏଣୁ କବି କହୁଛନ୍ତି ଜନକ ତପିସ ମହାତୋଷ ହେଇଗଲେ। ଯେତେବେଳେ ବିଶ୍ୱାମିତ୍ର ଋଷିଙ୍କ ସହିତ ରାମ ଲକ୍ଷ୍ମଣ ଆସି ପହଞ୍ଚିଗଲେ, ସମ୍ମାନ ତାଙ୍କୁ ବସେଇ ଦେଲେ, ତାପରେ ତାଙ୍କର ସଭା କାର୍ଯ୍ୟ ଆରମ୍ଭ ହୋଇଯିବ। ତେଣୁ ଆଉ କାଳ ବିଳମ୍ବ ନ କରି ସେ ଦୂତକୁ ବାର୍ତ୍ତାବହକୁ ଭାସି କହିଲେ ଯେ ଅନ୍ତଃପୁରେ ସୁସଂହାରୀ ଚୟଙ୍କୁ ବାର୍ତ୍ତା ଦେଇଦେବୁ। ରେ ଦୂତ ତୁ ଶୀଘ୍ର ଯା, ଅନ୍ତଃପୁରରେ ଯେଉଁମାନେ ବେଶକାରିଣୀ ଭଲ ଭଲ ବେଶକାରିଣୀ ଯେଉଁମାନେ ଅଛନ୍ତି ମୃଦୁହାସୀ ତାକୁ ଶବ୍ଦ ଦେଲେ। ମୃଦୁହାସୀରୁ ମୃଦୁଶିଳା ମୃଦୁହାସୀ ବା ମୁଦୁଶୁଲି ବୋଲି କହନ୍ତି। ଆଲୌକିକ ଭାଷାରେ ମୁଦୁଶୁଲି। ରାଜ ଅନ୍ତଃପୁରରେ ଗୁଡ଼ିଏ ମୁଦୁଶୁଲି ଥାନ୍ତି, ଅର୍ଥାତ୍ ସେମାନେ ଶୃଙ୍ଗାର ବେଶକାରିଣୀ ସବୁ। ଏଇମାନଙ୍କୁ ଯାଇ ବାର୍ତ୍ତା ଦେଇଦେବୁ। ମୋର ଦୁହିତା ଏ ସୀତାଙ୍କୁ ସେ ଅତ୍ୟନ୍ତ ସୁନ୍ଦର ସୁସଜ୍ଜିତ କରିଦିଅନ୍ତୁ ବେଶ ବିନ୍ୟାସ। ଦୁହିତା ସୁବେଶ କରନ୍ତୁ ପ୍ରକାଶ। এই କଥା ପ୍ରକାଶ କରିବାରେ ଭାସୁ ତାତ ଖରେ, ଯେ ତାତ ଅର୍ଥାତ୍ ଜନକ ରାଜା ବା ପିତା ଜନକ ରାଜା, ସୀତାଙ୍କର ପିତା ଯେ ଜନକ ରାଜା କହୁ, ସେ ଦୂତ ସାଙ୍ଗେ ସାଙ୍ଗେ ଯାଇକିରି ଆଜ୍ଞା ଅନ୍ତଃପୁରରେ କହିଦେଲା। ମୁହୂର୍ତ୍ତକ ଭିତରେ ଅନ୍ତଃପୁରରେ ପ୍ରବେଶ କରିକିରି ଏ ବାର୍ତ୍ତା ଆଜ୍ଞା ଜଣେଇଦେଲା। ହେଇ ମୃଦୁଶୁଳି ବା ମୁଦୁଶୁଲି ବା ତୁମମାନେ ଯାଇକି ହେଇ ଆଉ ବେଶକାରିଣୀ ମାନେ ଯେତେ ଯଥାଶୀଘ୍ର ତୁମେ ଆଉ ଜନକ ରାଜା କହିଛନ୍ତି ଆଉ ସୀତାଙ୍କୁ ବେଶ କରେଇ ଦିଅ। ଦୁହିତା ସୁବେଶ କରନ୍ତୁ ପ୍ରକାଶ, ଭାସୁ ତାତ ଖରେ ଆଜ୍ଞା ଦତ୍ତ କରୁ ଅନ୍ତଃପୁରୀ। ଆଜ୍ଞା ପାଇକିରି ସେ ଯାଇକିରି ଯେତେବେଳେ ଖବର ଦେଇଦେଇଛି ଅନ୍ତଃପୁରରେ ଆଜ୍ଞା ଶୁଣି ତୋଷ ସମସ୍ତେ ଅତ୍ୟନ୍ତ ଆନନ୍ଦରେ ବିହୋଳ ହୋଇଗଲା, ଆନନ୍ଦ ଉଲ୍ଲାସ ଖେଳିଗଲା। ତେଣୁ ରାଜା ଯେତେବେଳେ ସମ୍ବାଦ ରାଜା ସୀତାଙ୍କୁ ବେଶ କରେଇକିରି ଯଥାଶୀଘ୍ର ଆଣ ସ୍ୱୟଂବର ସଭାକୁ ଯେତେବେଳେ କହିଦେଲେ, ବେଶକାରିଣୀ ମାନେ ସମସ୍ତେ ରାଣୀ ମହଲରେ ବେଶକାରିଣୀମାନେ ସମସ୍ତେ ତତ୍ପର ହୋଇଗଲେ କେମିତି ସୁନ୍ଦର ଭାବରେ ବେଶ ସୁସଜ୍ଜିତ କରିବେ। ସର୍ବେ ହୋଇ ରୁଣ୍ଡ ଯେମାକୁ ପହଣ୍ଡ ମଣାଇ ସେ ନେଲେ। ସର୍ବେ ହୋଇ ରୁଣ୍ଡ ଯେମାଙ୍କୁ ପହଣ୍ଡ ମଣାଇ ସେ ନେଲେ। ନୀଳମଣି ପିଠେ ହାତ କାଙ୍ଗି ଦୃଷ୍ଟେ, ନୀଳମଣି ପିଠେ ହାତ କାଙ୍ଗି ଦୃଷ୍ଟେ ସ୍ଥିତୁ ଶୋଭାଇଲେ। ଚମତ୍କାର ବର୍ଣ୍ଣନା ହେଇଛି ଆଗରେ କବି ଯଦୁମଣି ଆଉ ରାଗବିଳାସ କାବ୍ୟ ନା, ସେ ଲେଖିଛନ୍ତି ଯେ ଆମେ ପ୍ରଥମ ଛାନ୍ଦରେ ପଢ଼ିଛେ ଆଜ୍ଞା, କବି ସୁନ୍ଦର ମଙ୍ଗଳାଚରଣରେ ଲେଖିଛନ୍ତି ସୀତାରାମ ଅଙ୍ଘ୍ରି ଅବ୍ଜକୁ ହୃଦୟରେ ଧ୍ୟାଇଣ। ସୀତାରାମ ଅଙ୍ଘ୍ରି ଅବ୍ଜ ପାଦ ପଦ୍ମ, ଅଙ୍ଘ୍ରି ପାଦ ଅବ୍ଜ ମାନେ ହେଉଛି ପଦ୍ମ। ସୀତାରାମ ଅଙ୍ଘ୍ରି ଅବ୍ଜକୁ ହୃଦୟରେ ଧ୍ୟାଇଣ। ରାଘବ ବିଳାସ ପ୍ରବନ୍ଧ ରଚନାକୁ କରିଣ। ସୀତାରାମ ଅଙ୍ଘ୍ରି ଅବ୍ଜ ପାଦ ପଦ୍ମ ତାଙ୍କ ହୃଦୟରେ ରହିଛି। ତେଣୁ ଏଇଭଳି ଶବ୍ଦ ବାହାରୁଛି ଆଜ୍ଞା। ଆଚ୍ଛା, କବି ଏଇଠି ବର୍ଣ୍ଣନା କରୁଛନ୍ତି ସର୍ବେ ହୋଇ ରୁଣ୍ଡ, ସବୁ ମୃଦୁ ଅର୍ଥାତ୍ ଶୃଙ୍ଗାରକାରିଣୀ ବେଶକାରିଣୀ ଆଉ ମୃଦୁହାସୀ ବା ମୁଦୁଶୁଲି ମାନେ ଆଜ୍ଞା 50 କି 100 ମୁଦୁଶୁଲି ସେଠି ଅଛନ୍ତି, ବେଶକାରିଣୀ ଅଛନ୍ତି। ସମସ୍ତେ କ'ଣ କଲେ ନା ସୀତାଙ୍କୁ ଆସ୍ତେ ଆସ୍ତେ ଧରିକିରି ଧୀରେ ଧୀରେ ପହଣ୍ଡ ଚଳାଇ ସର୍ବେ ହୋଇ ରୁଣ୍ଡ ଯେମାଙ୍କୁ ପହଣ୍ଡ ମଣାଇ। ଆରେ ଜଗନ୍ନାଥଙ୍କୁ ଯେମିତି ପହଣ୍ଡ ବା ମା ସୁଭଦ୍ରାଙ୍କୁ ଯେମିତି ପହଣ୍ଡି ବେଳେ ଆପଣ ରଥଯାତ୍ରା ବେଳେ ଦେଖିଛନ୍ତି ପଣ୍ଡା ସେବକ ସୁଆର ଇତ୍ୟାଦି ଦଇତାପତି ମାନେ ନିଅନ୍ତି ଆସ୍ତେ ଆସ୍ତେ, ସେଇଭଳି ଆଉ ଦୁଇ ପାଖରେ ଠିଆ ହେଇକିରି ଦାସୀମାନେ ବା ବେଶକାରିଣୀ ମାନେ ତାଙ୍କୁ ଆସ୍ତେ ଆସ୍ତେ ଚଳେଇକିରି ନେଲେ। ଏବଂ କେମିତି ନା ନୀଳମଣି ପିଠେ ହାତ କାଙ୍ଗି ଦୃଷ୍ଟି। ନୀଳମଣି ସତେ ଯେମିତି ନୀଳମଣି ଅର୍ଥାତ୍ ରାମଚନ୍ଦ୍ର ତାଙ୍କ ଆସନରେ ଯେଉଁଠି ବସିଛନ୍ତି ତାଙ୍କର ଯେଉଁଠି ଦୃଷ୍ଟିପାତ ହେବ ସେଇଭଳି ସ୍ଥାନରେ ସୀତାଙ୍କୁ ଦୃଷ୍ଟି ସ୍ଥିତ ଶୋଭା ହେଲେ। ଆଉ ସେଇଠି ସ୍ଥିତ ଅର୍ଥାତ୍ ରଖିବା ପାଇଁ ଆଉ ତାଙ୍କର ସୌନ୍ଦର୍ଯ୍ୟ କେମିତି ପରସ୍ପର କେମିତି ଚାହିଁବେ, ଏଇଭଳି ଅବସ୍ଥାରେ ସେମାନେ ତାକୁ ନେଇଗଲେ।
कवि पुणी वर्णना करुचंदी जल दांगे विद्युत चिर प्रभा खेलु प्रभावंत होई दासी रही रही चारु कच फेई सुतैल लेपाई। यहीपरि भाव में बसैवाई सीता को आज्ञा जो रामचंद्र पाखे सीता जमी शोभा पाइबे हाटकांगी गौरांगी से भाई सेना बेश करेंगे। तेणु से भाई बेश करने को मनस्थ करी श्रृंगारकारिणी बेशकारिणी मुदुसुली माने आज्ञा नहीं पहुँचले। कौन कले ना कवि वर्णना करुँच जलदांगे विद्युत चिर प्रभा जलद अंग जलद हूँ मेघ आज्ञा मेघवर्ण होती श्यामल वर्ण मेघवर्ण होती रामचंद्र विद्युत जमी शोभा पाइब से भाई शोभा पाए अर्थात मेघरे बिजुली खेलिले जमी शोभा पाए प्रभावंत आहरी देखा जाए। अरे मेघरे मेघ तो श्यामल देखा मेघवर्ण हाँ श्यामल वर्ण ता देहरे बिजुली मारिदेले बिजुली झटकिले सेटा आहरी सुंदर देखा जाए। से भाई रूप शोभा हाँ अवर्णनीय सौंदर्य बा माँ लक्ष्मी स्वरूपिणी सीता को से भाई बेश करेंगे मनस्थ करी दासी रही तही चारु खच फेइले आईकरी गोटे आसन में आज्ञा बसईदे चारु सुंदर कच शब्द देले कच केश शिरोरुह बोली कहुई हाँ आ कुंतल बाल अमर कौशल लिखाई कच कच केश शिरोरुह ये सब केशर पर्यायवाचक शब्द अमर कौशल लिखाई आज्ञा। कच शब्दर अर्थ हूँ केश केश विन्यास करेंगे प्रथम मुंडटी आग कुंडेबे तापर अलंकार पिंधे तापर अंगराग प्रलेप करेंगे तापर शाढ़ी पिंधेबे इत्यादि यहीपरि भाव में नहीं पहुँच करेंगे ना। तेणु दासी रही तही चारु कच फेई कच जे तांकर सुंदर केश को फिटई देले खोसा बा बेणी पकई आगुरी से एवं सुतैल लेपाए भल सुवासित तैल प्रलेपन कले आग केशरे तेल सब साउड़े आगे फिटई दे अति शोभा तार सौंदर्य आगे मुंडटी बांधे ना। बनजारी रद कंकतिका भेद शलाका करीण बनजारी रद कंकतिका भेद शलाका करीण केश कुरुलांते उपमा शोभांते केश कुरुलांते उपमा शोभंते करंतु श्रवण। हे विदुजन माने हे पंडित माने हे विज्ञजन माने हे काव्य रसानुमोदी पंडित माने सुधीजन आपण मैंने श्रवण करूँ ये शोभा उपमा किमिति देखागला सीता मुंडरे जितेबले से केश विन्यास करने कौन कले ना कवि वर्णना कर बनजारी हृद कंकतिका ये साधारण प्लास्टिक पानिया बा गोटे सिंह पानिया से कथा नुहे से आज्ञा सिंह पानिया प्राय मुंड कुंडे प्लास्टिक जुग तो नाला ये कवि वर्णना आता ये तो राज जमाना सीता लक्ष्मी स्वरूपा एवं बा लक्ष्मी स्वरूपिणी जनक राजा कन्या तेणु ये आउ कौन साधारण पानिया कुंडेब कि तभी कवि वर्णना कले बनजारी हृद हाँ बनजारी हृद अर्थात ऐरावत हस्ती आज्ञा समुद्र बाहरी वन शब्द अर्थ जल जलू जात हो अर्थात समुद्र मंथन बेले आपण मैंने जानते ऐरावत हाथी उच्चैश्वर अश्व ये सब बाहरी इंद्र वाहन ऐरावत हस्ती तार हृद अर्थात हाथी दांत आज्ञा पानिया हाथी दांत गजदंत पलंक शोले एवं गजदंत कंकतिकार व्यवहार करुले कंकतिका शब्द अर्थ हूँ पानिया हाथी दांत सुंदर पानिया जे देखा धड़ा हाथीर दांतटा आज्ञा देखा बड़ा धड़ा से जिते केश कुरुलांते जिते केश को साउड़े हाथी दांत पानियाटा आज्ञा गलीगला ना शलाका तार दांत हाथी पानियार जो दांत ताको शलाका शब्द दिखाई आपण मैंने जानते अज्ञान तिमिरांधस्य ज्ञानांजन शलाकया अंजन शलाका बोले कजल लगेगा बेलू जो काठी लगा जाए शलाका शब्द अर्थ काठी दांतर हाथी दांत तार जो गजदंत कंकतिका बा पानिया तार दांत गुड़ाकर जो काठी से भितर प्रवेश करगला कवि ताकू कहते किभली उपमा से देखागला गोटे सुंदर उपमा श्रवण करूँ हे विदुजन माने हाथी दांत पानियार दांत गुड़ाक जिते सीतांकर केशरे प्रवेश करगला से किभली सुंदर देखागला केश कुरुलांते उपमा शोभंते करंतु श्रवण मित्र जा कैरव कियवा उद्भव पाणी भी मंडित
ବିନା ପ୍ରଭଞ୍ଜନେ ଖେଳାଇ ସଘନେ ଗର୍ବ ବି ଖଣ୍ଡିତ। ମିତ୍ର ଯା କୈରବ, ମିତ୍ର ଯା, ମିତ୍ର ଶବ୍ଦର ଅର୍ଥ ହେଉଛି ସୂର୍ଯ୍ୟ। ସୂର୍ଯ୍ୟଙ୍କ ଠାରୁ ଜାତ ହେଇଛି। ସୂର୍ଯ୍ୟଙ୍କର ପୁତ୍ର ହେଉଛି ଯମ, ସୂର୍ଯ୍ୟଙ୍କର ପୁତ୍ର ହେଉଛି ଜମି ବା ଯମୁନା। ମିତ୍ର ଯା ଶବ୍ଦ ଦେଲେ ଅର୍ଥାତ୍ ଯମୁନା ନଦୀରେ କୈରବ ଧାଡ଼ି ଧାଡ଼ି ହେଇକିରି କୈରବ ଅର୍ଥାତ୍ କଇଁ ଫୁଲ ଉଡ଼େ, ଧଳା କଇଁ ଫୁଲ ଉଡ଼େ ଦେଖିବାକୁ ଆଜ୍ଞା ଧଳା। ତାହେଲେ ଯମୁନା ଜଳ ସାଙ୍ଗରେ କେଶକୁ ତୁଳନା କରାଗଲା ଏବଂ ଯମୁନା ଜଳ ସାଙ୍ଗରେ କେଶକୁ ତୁଳନା କଲା ଏବଂ ତାଙ୍କର ହାତୀ ଦାନ୍ତରେ ତିଆରି ପାନିଆର ଯେଉଁ ଦାନ୍ତ ଗୁଡ଼ାକ ସେଇଟା ସତେ ଯେମିତି ଧାଡ଼ି ଧାଡ଼ି ହେଇକିରି ଆଜ୍ଞା ଯେତେବେଳେ ତା ଭିତରେ ପ୍ରବେଶ କରିଛି ଯମୁନା ନଦୀରେ କୈରବ ଗୁଡ଼ିକ ଧାଡ଼ି ଧାଡ଼ି ହେଇକିରି ସତେ ଯେମିତି ଫୁଟିଛନ୍ତି, ଧଳା ଦେଖାଯାଉଛି ହାତୀ ଦାନ୍ତଟି। ତେଣୁ ମିତ୍ର ଯା କୈରବ କିଏ ବା ଉଦ୍ଭବ, ଉଦ୍ଭବ ହେଲା କି ଜାତ ହେଲା କି କୈରବ ଏବଂ ପାଣି ବିମଣ୍ଡିତ। ଇଏ ତ ଯମୁନା ଜଳର ପାଣି, ଏପଟେ ପାଣି ବୋଲେ ହାତରେ ଆଜ୍ଞା ଧରିକିରି ତାର ଶୋଭା ବର୍ଣ୍ଣନା କରୁଛନ୍ତି, ହାତରେ ଧରିଛନ୍ତି ଯେଉଁ ପାନିଆ କୁଣ୍ଡଉଛନ୍ତି। ଆଚ୍ଛା କେମିତି ହେଇଛି ନା ବିନା ପ୍ରଭଞ୍ଜନେ ଖେଳାଇ ସଘନେ। ପ୍ରଭଞ୍ଜନ ହେଲେ ଯମୁନାର ଜଳ ଆଜ୍ଞା କଲ୍ଲୋଳ, ଜଳ କଲ୍ଲୋଳିତ ହୁଏ, ତରଙ୍ଗାୟିତ ହୁଏ। ଏଠି ବିନା ପ୍ରଭଞ୍ଜନରେ ତରଙ୍ଗାୟିତ ହେଉଛି ସତେ ପାନିଆଟା କୁଣ୍ଡେଇଲା ବେଳେ ସତେ ଯେମିତି ପବନ ନାହିଁ ଅଥଚ କେଶ ସୀତାଙ୍କର ଏଇଭଳି ତରଙ୍ଗ ସଦୃଶ ଉଛୁଳି ପଡ଼ୁଛି। ଯେମିତି ଯମୁନା ନଦୀରେ ପ୍ରଭଞ୍ଜନ ବା ବାୟୁ ପ୍ରବାହରେ ଯମୁନା ନଦୀର ଜଳ ତରଙ୍ଗାୟିତ ତରଙ୍ଗ ସୃଷ୍ଟି ହେଉଛି, ସେମିତି ଏଠି ବିନା ପ୍ରଭଞ୍ଜନରେ ତରଙ୍ଗ ସୃଷ୍ଟି ହେଉଛି। କବି ପୁଣି ବର୍ଣ୍ଣନା କରୁଛନ୍ତି ଆଉ ତାର ଗର୍ଭକୁ ଗଞ୍ଜନ କରୁଛି ଅର୍ଥାତ୍ ଯମୁନାର ଜଳ ତରଙ୍ଗାୟିତ ଯମୁନାର ଜଳକୁ ଇଏ ଖର୍ବ କରିଦେଉଛି। ଉପମା ମାନେ ଅପମାନେ ବୁଡ଼ିଲେ ସୁଷମା ସମ ନୋହିବାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବର୍ଣ୍ଣନା କରିଛନ୍ତି। ଆଉ କ'ଣ ହେଇଛି କବି ବର୍ଣ୍ଣନା କରୁଛନ୍ତି ଦେଖନ୍ତୁ। ସୀମନ୍ତିନୀ ସୀମନ୍ତିନୀ ସୀମନ୍ତରେ ସୀମନ୍ତ ଦେଖାନ୍ତେ ଜାହ୍ନବୀ ଅର୍କ ଯା ଏକ ସ୍ଥାନେ ଦୁଜା ଗୋଚର ତେମନ୍ତେ। ଆଚ୍ଛା କବି ଏଠି ପୁଣି ବର୍ଣ୍ଣନା କରୁଛନ୍ତି ଯେ ସୀମନ୍ତିନୀ ଅର୍ଥାତ୍ ସଧବା ସ୍ତ୍ରୀ ଲୋକମାନେ, ସୀମନ୍ତୀ ମୁଦୁଶୁଲୀମାନେ ସଧବା ସ୍ତ୍ରୀ ଲୋକମାନେ ସୀମନ୍ତରେ କେଶ ବିନ୍ୟାସ ଆଉ ସୀମନ୍ତ ଅର୍ଥାତ୍ କେଶ ବିନ୍ୟାସ କରୁଛନ୍ତି। ସୀମନ୍ତରେ ସୁନ୍ଥା ଦେଉଛନ୍ତି, ସୁନ୍ଥା ଆମେ କହୁଛେ ଏଠି ସୁନ୍ଥା କାଟୁଛନ୍ତି, ତାକୁ ମଧ୍ୟ ସୀମନ୍ତ କୁହାଯାଏ। ତେଣୁ ସୀମନ୍ତିନୀ ସୀମନ୍ତିନୀ ସୀମନ୍ତରେ ସୁନ୍ଥାରେ ସୀମନ୍ତ ଦେଖାନ୍ତେ ଗୋଟେ ଧାର ଆଜ୍ଞା କେଶକୁ ଆଡ଼େଇ ଦେଲେ ଦୁଇ ପଟୁ ଗୋଟିଏ ସୀମନ୍ତ ଅର୍ଥାତ୍ ସୂତା ଭଳିଆ ଗୋଟିଏ ଧଳା ଗାର ଦେଖାଯାଏ। ସେ କବି ବର୍ଣ୍ଣନା କରୁଛନ୍ତି ତାକୁ ଜାହ୍ନବୀ ଅର୍କଜା। ଇଏ କେମିତି ଦେଖାଯାଉଛି ଯେତେବେଳେ ସୀମନ୍ତିନୀ ବା ସଧବା ନାରୀମାନେ ସୀମନ୍ତ କେଶରେ କୁଣ୍ଡେଇକିରି ଯେତେବେଳେ କେଶର ଆସିକି ଦୁଇ ପାଖରେ ସୂତା ଭଳି ଗୋଟିଏ ଗାର ସତେ ଯେମିତି ଟଣା ହେଇଛି ଦେଖାଗଲା। ଗୋଟେ ପଟେ ହେଉଛି ଅର୍କଜା, ଗୋଟିଏ ହେଉଛି ଜାହ୍ନବୀ, ଗୋଟିଏ ଜାହ୍ନବୀ ଅର୍ଥାତ୍ ଗୋଟିଏ ହେଉଛି ଜାହ୍ନବୀ ଅର୍କଜା। ଗଙ୍ଗା ନଦୀ ଆଉ ଅର୍କଜା ମାନେ ଯମୁନା, ଗଙ୍ଗା ଯମୁନା ଦୁଇ ଭାଗ ହେଇଯାଇଛନ୍ତି ସତେ ଯେମିତି ଏଇଭଳି ସୁନ୍ଦର ଦେଖାଯାଉଛି। ଏବଂ କବି ପୁଣି ବର୍ଣ୍ଣନା କରୁଛନ୍ତି ଯତ୍ନେ ବାନ୍ଧି ବେଣୀ କିଅ ବା ସାରେଣୀ ମନ ମିନ ହୋଇ କୁବେଣୀରେ ବନ୍ଦୀ ହେବାର ପ୍ରସିଦ୍ଧି ଉଡ଼ୁ ପୁଞ୍ଜ ହୋଇକିରି। ଆରେ ମିନ ଗୁଡ଼ାକ ଦେଖିବାକୁ ଆଜ୍ଞା ଧଳା, ଉଡ଼ୁ ପୁଞ୍ଜ ବୋଲି ତାରା ନକ୍ଷତ୍ର ସତେ ଯେମିତି ଖଚିତ ହେଇଯାଇଛି। ତାରା ଗୁଡ଼ିକ ମଧ୍ୟ ଆକାଶରେ ଧଳା ଆଉ କେଶ ଅନ୍ଧକାର ରାତ୍ରିରେ ଆଜ୍ଞା ତାରା ଗୁଡ଼ିକ ନକ୍ଷତ୍ର ଗୁଡ଼ିକ ଶୋଭା ପାଆନ୍ତି, ସେମିତି କେଶକୁ ଅନ୍ଧକାର ସାଙ୍ଗରେ ତୁଳନା କରାହେଇଛି। ଏବଂ ମିନରୁ ଖାଳୋଇ ଭିତରେ ଆଜ୍ଞା ଯେମିତି ମିନ ମାଛ ଗୁଡ଼ାକ ରହିଯାଆନ୍ତି ବନ୍ଦୀ ହେଇକିରି ସେଇଭଳିଆ ଦେଖାଯାଉଛି। ଯତ୍ନେ ବାନ୍ଧି ବେଣୀ କିଅ ବା ସାରେଣୀ ମନ ମିନ ହୋଇକିରି। ସାରେଣୀ ବୋଲି ଗୋଟେ ଖେଳଣା, ସାରେଣୀ ଶବ୍ଦ ଗୋଟିଏ ଦେଲେ। ମନ ମିନ, ମନ ରୂପକ ମିନ ମାଛ, ମିନ ବୋଇଲେ ମିନ ମତ୍ସ୍ୟ, ଚୁନା ମାଛ ଆମେ ଯାହା କହୁଛେ। ଖାଳୋଇ ବେଣିକି ଆଉ ସତେ ଯେମିତି ତା ଭିତରେ ଯେମିତି ରହିଯାଇଛି ଆଜ୍ଞା ମନ ମିନ ଖାଳୋଇ ଭିତରେ। ଆଚ୍ଛା ଯତ୍ନେ ବାନ୍ଧି ବେଣୀ କିଅ ବା ସାରେଣୀ ମନ ମିନ ହୋଇ, ମନ ମିନ ହୋଇକିରି କ'ଣ କରିଛି ନା କୁବେଣୀରେ ବନ୍ଦୀ ହେବାରେ। କୁବେଣୀ ଶବ୍ଦର ଅର୍ଥ ଦେଲେ, କୁବେଣୀ ବୋଲେ ମାଛର ଯେଉଁ ଖାଳୋଇ ଗୋଟେ ଆଜ୍ଞା ତିଆରି ହେଇଥାଏ ବାଉଁଶରେ, ମୁହଁଟିଏ ଥାଇକିରି ଏମିତି ଗୋଟେ ମାଛ ଧୀବର ଏଇ ଯେଉଁ ମତ୍ସ୍ୟଜୀବୀମାନେ ଧରିକି ଆସନ୍ତି ଖାଳୋଇ ଭିତରେ ରଖନ୍ତି।
ଏ ଯେଉଁ ସୀମନ୍ତରେ ସୀମନ୍ତ ଯେଉଁ ଦେଲେ ସୁନ୍ଥାଟି ସେଇଠି ମନୋରୂପକ ମୀନ ମୁଁ କହିଦେଇଛି ମୀନ ଗୁଡ଼ିକ ଦେଖିବାକୁ ଧଳା ଏବଂ ଗଙ୍ଗା ଯମୁନା ଦୁଇ ଭାଗ ହେଇଯାଇଛି ମନୋରୂପକ ମୀନକୁ ସତେ ଖାଳୁରେ ବନ୍ଦୀ କରାହେଇଯାଇଛି ସୀମନ୍ତ ଶୋଭା ଏବଂ କବି ବର୍ଣ୍ଣନା କରୁଛନ୍ତି ଆଉ କ'ଣ କଲେ ସୀତାଙ୍କର କେଶ ବିନ୍ୟାସ କରିବା ପାଇଁ ଆଉ ମୁଦୁସୁଲିମାନେ ବା ଶୃଙ୍ଗାର ବେଶକାରିଣୀମାନେ ନା କିଆ ପତ୍ର ମୋତି ଜାଲି ଦୀପ୍ତି ଅତି ଭାଲେ ମଥାମଣି କିଆ ପତ୍ର ମୋତି ଜାଲି ଅତି ଦୀପ୍ତି ମୋତି ଜାଲି ଦୀପ୍ତି ଅତି ଭାଲେ ମଣି ବଜ୍ର ଚନ୍ଦ୍ର ତାରା ନୀଳଖ ଆଳେ କି ବଜ୍ର ଚନ୍ଦ୍ର ତାରା ନୀଳଖ ଆଳେ କି ବିରାଜନ୍ତି ପୁଣି କିଆପତ୍ର ସୁନାର ସୁବର୍ଣ୍ଣର କିଆପତ୍ର ଖୁସି ଦେଲେ ବେଣୀ ବାନ୍ଧିବା ବେଳେ ଖୋସା ଯେଉଁ କରିବେ ତା ସୁବର୍ଣ୍ଣର ଅଳଙ୍କାର ସବୁ ଆଜ୍ଞା କିଆପତ୍ର ଯେମିତି ଜଗନ୍ନାଥଙ୍କର ଯେତେବେଳେ ସୁନାବେଶ ହେଉଛି ରାଜେଶ୍ୱର ବେଶ ଇତ୍ୟାଦି ଆପଣମାନେ ଜାଣିଛନ୍ତି ବା ରଥଯାତ୍ରା ସରିବା ପରେ ଫେରିକିରି ଯେତେବେଳେ ଆସନ୍ତି ଆଜ୍ଞା ରଥାରୂଢ଼ ହୋଇଥିବେ ସେହି ସମୟରେ ଯେଉଁ ତାଙ୍କର ସୁବର୍ଣ୍ଣ ସୁନାବେଶ ହୁଏ ଆପଣ ଜାଣିଛନ୍ତି ଏମିତି କିଆ ସବୁ ଠିଆ କିଆ ସବୁ ତାକୁ କୁହାଯାଏ ମୁକୁଟରେ ଏମିତି ଲାଗିଛି ସେଇଭଳି ସୀତାଙ୍କର ଖୋସାରେ ସୁବର୍ଣ୍ଣର କିଆ ଫୁଲ କିଆ ପତ୍ର ଖୋଜି ଦେଲେ ଏବଂ ତାପରେ ମୋତି ଜାଲି ଦେଲେ ଯେଉଁ ଖୋସାରେ ମୋତି ମୁକ୍ତାର ଜାଲି ଦେଲେ ଏବଂ ଅତି ଦୀପ୍ତି ଅତି ସୁନ୍ଦର ଦୀପ୍ତ ଉଜ୍ଜଳ ବା ତେଜିଆନ ମୁକ୍ତାରେ ତିଆରି ହେଇଛି ଜାଲି ଭାଲେ ମଥାମଣି ଏବଂ ଭାଲରେ ମଥାମଣି ଏଇଠି ଦେଇଛନ୍ତି ଇଏ ବଜ୍ର ଚନ୍ଦ୍ର ତାରା ସତେ ଯେମିତି ବଜ୍ର ହୀରାକାଠି ବଜ୍ର କହିଲେ ଆଜ୍ଞା ହୀରାକାଠି ଏବଂ ଚନ୍ଦ୍ର ତାରା ଆକାଶରେ ସତେ ଯେମିତି ଚନ୍ଦ୍ର ଅର୍ଦ୍ଧଚନ୍ଦ୍ର ଭଳିଆ ଆଜ୍ଞା ଦେଲେ ଆକାଶରେ ଯେମିତି ଆଉ ଉଡ଼ୁପ ଅର୍ଥାତ୍ ତାରା ବିଚାରନ୍ତି ପୁଣି ଆଳେ କି ମଥା ବଜ୍ର ଚନ୍ଦ୍ର ତାରା ନୀଳ ଖ ଆଳେ କି ନୀଳ ମେଘରେ ଖ ବୋଲେ ଆକାଶ ନୀଳ ଆକାଶରେ ଆଳେ ବୋଲେ ଗୃହରେ ସତେ ଯେମିତି ତାରାମାନେ ଦେଖାଯାଆନ୍ତି ଏବଂ ଚନ୍ଦ୍ର ଦେଖାଯାଆନ୍ତି ସେଭଳି ତାଙ୍କର ମୋତି ଜାଲି ଖୋସିଦେଲେ ଚନ୍ଦ୍ର ଗୋଟିଏ ଅର୍ଦ୍ଧଚନ୍ଦ୍ର ଭଳିଆ ଚନ୍ଦ୍ର ଗୋଟିଏ ଲଗେଇଦେଲେ ଏବଂ ତା ଭିତରେ ନକ୍ଷତ୍ର ସବୁ ଖଞ୍ଜିଦେଲେ ଏଇଭଳି ଭାବରେ ଅତି ସୁନ୍ଦର ଭାବରେ ସୀତାଙ୍କରୁ ମୁଦୁସୁଲି ବା ବେଶକାରିଣୀମାନେ ସ୍ୱୟଂବର ସଭାକୁ ଯିବେ ନା ଆଉ ପୁଣି ରାମଚନ୍ଦ୍ରଙ୍କୁ ବିବାହ ହେବେ ଏବଂ ଧନୁ ଉତ୍ସବ ଯାତ୍ରା ଦେଖିବେ ରାଜାମାନେ କେମିତି ଧନୁ ଆଉ ଭଗ୍ନ କରୁଛନ୍ତି କି ନାହିଁ ଏବଂ ଶେଷରେ ରାମଚନ୍ଦ୍ର କିଭଳି ଆସିଲେ ଏବଂ କେମିତି ଧନୁକୁ ଭାଙ୍ଗିଥିଲେ ଏସବୁ ଦୃଶ୍ୟ ଚନ୍ଦ୍ରଶାଳାପୁରରେ ବସିକିରି ସଖୀମାନଙ୍କ ଘରରେ ଦେଖିବେ ନା ତେଣୁ ତାକୁ ଚାହିଁକିରି ଶୃଙ୍ଗାର ବେଶକାରିଣୀ ବା ମୁଦୁସୁଲିମାନେ ଅତି ଚମତ୍କାର ଭାବରେ ବେଶ ସଜେଇ ଦେଉଛନ୍ତି ୟା ପରବର୍ତ୍ତୀ ପର୍ଯ୍ୟାୟରେ କବି ଯଦୁମଣି ଆଉ କ'ଣ କ'ଣ ବେଶ କରିଛନ୍ତି କ'ଣ ଅଳଙ୍କାର ପରିଧାନ କରିଛନ୍ତି କିପରି ଶାଢ଼ୀ ପିନ୍ଧେଇଛନ୍ତି ଇତ୍ୟାଦି ଇତ୍ୟାଦି ବର୍ଣ୍ଣନା କରିଛନ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ସମୟ ମିଳିଲେ କହିବା ନମସ୍କାର।